ଆସି କେମିତି ପୁଣି ଏଇ ଦେହ ଭିତରେ ସ୍ଥୂଳ ଶରୀର ସୂକ୍ଷ୍ମ ଶରୀର କାରଣ ଶରୀର ଏଇ ଶରୀର ବିଷୟରେ ଜ୍ଞାନ ହେଲେ ଏଇ ସ୍ଥୂଳ ଶରୀର ଯିଏକି ଅନ୍ନମୟ କୋଷ ଏ ଅନ୍ନମୟ କୋଷ ତାର ତ ଆହୁରି କହିଲା ସମୟ ନାହିଁ ସେ ଯାହାରୁ ଆକାଶ ତତ୍ତ୍ୱରୁ ଆରମ୍ଭ ହେଲା ଆକାଶ ମାନେ ବ୍ରହ୍ମ ସହିତ ଆକାଶ ତତ୍ତ୍ୱକୁ ଧରି ଆକାଶ ତତ୍ତ୍ୱ ବାୟୁ ତତ୍ତ୍ୱକୁ ଧରିଲେ ବାୟୁ ତତ୍ତ୍ୱରେ ଅଗ୍ନି ତତ୍ତ୍ୱକୁ ଅଗ୍ନି ତତ୍ତ୍ୱ ଜଳ ତତ୍ତ୍ୱକୁ ଜଳ ତତ୍ତ୍ୱ ଧରି ଆସିଲେ ସେ ପୃଥିବୀ ତତ୍ତ୍ୱ ପୃଥିବୀର ଔଷଧରୁ ଅଗ୍ନରୁ ଏହି ଖାଦ୍ୟ ଖାଇ ଏହି ମନୁଷ୍ୟ ଜୀବ ଜଗତ ସୃଷ୍ଟି ଏଇ ଯେତେବେଳେ ଦେହ ତିଆରି ହେଲା ଅନ୍ନମୟ କୋଷ ଏହି ଅନ୍ନମୟ ରସ ଶରୀର ଇଏ ହେଲା ସ୍ଥୂଳ ଶରୀର ଆ ଭିତରେ ଆର କୌଣସି ଅଧିକାର ନାହିଁ ଇଏ କେବଳ ଖାଲି ଜଳ ପଞ୍ଚଭୂତକୁ ନେଇକି ଶରୀର ତିଆରି ହେଲା ଏଇ ଶରୀରରେ ପ୍ରାଣମୟ ଶରୀର ଆସି ବସିଲା ସେ ପଞ୍ଚ ପ୍ରାଣ ନେଇକି ତାର ସିଏ ଖେଳ ଖେଳିଲା ଏ ପ୍ରାଣ ବାୟୁର କଥା ଆଜି ଯୋଗୀ ଗୁରୁରେ ପଢା ହେଲା ପ୍ରାଣ ତୁମିରି ଆସିକି ପହଞ୍ଚିଲା ମନମୟ ଶରୀର ଆସିଲା ମନ ବିଜ୍ଞାନମୟ ଶରୀର ଆସିଲା ତାପରେ ଆନନ୍ଦମୟ ଶରୀର ଏ ଭିତରେ ଆସିଲା ସ୍ଥୂଳ ଶରୀର ସୂକ୍ଷ୍ମ ଶରୀର ଆଉ କାରଣ ଶରୀର ଏଇ ସ୍ଥୂଳ ଶରୀର କର୍ମ କରୁଛି ଜାଗ୍ରତ ଅବସ୍ଥାରେ ସବୁ ଜାଣୁଛି ଯେତେବେଳେ ସେ ଶୋଇ ଯାଉଛି ସେତେବେଳେ ତାର ସୂକ୍ଷ୍ମ ଶରୀର କାମ ସେ ସ୍ୱପ୍ନରେ ଦର୍ଶନ କରୁଛି ଆମେ କେତେ କଥା ସ୍ୱପ୍ନରେ ଯଦି କୌଣସି ମୃତ୍ୟୁ ଲୋକ ଯଦି ଦର୍ଶନ ହୁଏ ଆମେ କହିବା ଆଜି ଭୂତ ଆସିଲା ପ୍ରେତ ଆସିଲା ବୋଲି ତାକୁ କେତେ କଣ ମରିବା ଲୋକକୁ ସ୍ୱପ୍ନ ଦେଖିବୁ କୋଉଠି ପିଣ୍ଡ ଦିଅ ପାଣି ଦିଅ କଣ କରିବି ଆମ ଭିତରେ ଭ୍ରାନ୍ତି ହୁଏ ଯେତେବେଳେ ଭଲ ଭଲ ସ୍ୱପ୍ନ ଦେଖିବୁ କେତେବେଳେ ଜନ୍ମ ଜନ୍ମାନ୍ତର ସକଳ କର୍ମଫଳ ନେଇ ସଞ୍ଚିତ ଅଛି ସେ ସ୍ୱପ୍ନରେ ସୂକ୍ଷ୍ମ ଶରୀର ଦେଖାଯାଉଛି ଯେତେବେଳେ ଠାକୁରଙ୍କୁ ଦେଖିବୁ ସେତେବେଳେ ଆମେ କହିବୁ ଠାକୁରଙ୍କୁ ଏଇ ଭାବରେ ଦେଖିଲୁ ଶିବ ଦେଖିଲୁ ଅନ୍ନ ଦେଖିଲୁ ଶଙ୍ଖ ଦେଖିଲୁ ସେଟା ସ୍ୱୟଂ ଠାକୁର କିନ୍ତୁ ଏଇ ସ୍ୱପ୍ନ କଥାକୁ ଜନ୍ମ ମନୁଷ୍ୟ ଯେତେବେଳେ ସ୍ୱପ୍ନ ଦେଖିଲେ ଅଷ୍ଟାବକ୍ର ଗୀତା ମହାଗୀତା ଲେଖା ହେଲା ସ୍ୱପ୍ନରେ ସିଏ ଦେଖିଲେ ଯେ ସିଏ ତାଙ୍କର ଆଦର୍ଶ ସବୁ ହରେଇ ଦେଇଛନ୍ତି ଆଉ ସେତେବେଳେ ସେ ଭିକ ମାଗିଛନ୍ତି ଭିକ୍ଷା ମାଗିଲେ ମଧ୍ୟ ପେଟ ପୋଷୁନି ସେତେବେଳେ ଭୋକ ହଉଛି ଏତେ ବଡ ରଜା ଭୋକ ସେତେବେଳେ ସେ ରଜାର ଜ୍ଞାନ ନାହିଁ ଭିକାରୀ ଜ୍ଞାନ ଯେତେବେଳେ ସ୍ୱପ୍ନ ଜାଗ୍ରତ ହେଲା ସେତେବେଳେ ସିଏ ଭାବିଲେ ମୁଁ ସତରେ ଭିକାରୀ ନା ମୁଁ ରଜା ଏଇ ପ୍ରଶ୍ନର କିଏ ଉତ୍ତର ଦେବ ବୋଲି ସାରା ଦେଶର ସମସ୍ତ ପଣ୍ଡିତ ଆଉ ଜନମାନଙ୍କୁ ଡାକିକି ପଚାରିଲେ କେହି ଉତ୍ତର ଦେଲେନି ସମସ୍ତଙ୍କୁ ବନ୍ଦୀ କରି ରଖିଲେ କାହାକୁ କଣ କରି ରଖିଲେ ଏଇ ଭିତରେ ଅଷ୍ଟାବକ୍ର ତାଙ୍କ ବାପା ପଣ୍ଡିତଙ୍କୁ ମଧ୍ୟ ରଖାଯାଇଛି ଅଷ୍ଟାବକ୍ର ଆସି ପହଞ୍ଚିଲେ ଅଷ୍ଟାବକ୍ର ଯେତେବେଳେ ସେ କଥା ସବୁ ଭାଇମାନେ ବହିପତ୍ର ପଢି ଜାଣିଥିଲେ ସମୟ ଅଭାବ କହୁଥିଲେ ହେଲେ ଅଷ୍ଟାବକ୍ର ଯେତେବେଳେ ଆସିଲେ ଅଷ୍ଟାବକ୍ରକୁ ସମସ୍ତେ ଦେଖିକି ହସିଲେ ଇଏ ଅଷ୍ଟବକ୍ର ହେଇଛି ଇଏ କୁଆଡେ ଆସିଲା ଏଇଟା କହିବା ପାଇଁ এই স্বপ্নর উত্তর দেওয়া ପାଇଁ ସେ ଆସିଲେ ସେତେବେଳେ ଲୋକ ଯେତେବେଳେ ହସିଲେ ଅଷ୍ଟାବକ୍ର ନିଜେ ବି ହସିଦେଲେ ସମସ୍ତେ ପଚାରିଲେ ଆମେ ସିନା ଇଏ ସିନା
ବୁଝିଲା ଅନ୍ତର୍ଜ୍ଞାନ ଦୋଷ ଏ ଆଠ ବିଷୟ ପୁରସ୍କାର କହିଲେ এই পুরস্কার হচ্ছে জীবন শরীর জীব হচ্ছে সিଏ মৃত্যু ବେଳେ সূক্ষ্ମ শরীর জীব আকারে তার কর্মফলକୁ ନେଇ ଚିତ୍ତବୃତ୍ତି ଭିତରେ ଯୋଉ ତାର ମନ ଅଛି সেই ମନର ସବୁ ଅବସ୍ଥା ଚିତ୍ତ ବିବିଧ ଏକାଗ୍ର ନିରୁଦ୍ଧ সকল ଅବସ୍ଥାକୁ ନେଇ ସିଏ ଚାଲିଯାଏ এই ସ୍ଥୂଳ ଶରୀର ଭିତରେ ସଦ୍ଗୁରୁ ଆମେ ପାଇଛୁ ସଦ୍ଗୁରୁଙ୍କର ଯୋଉ କ୍ରିୟା କାର୍ଯ୍ୟ ସବୁ ଦେଇଛନ୍ତି ଯୋଗୀ ଗୁରୁରେ ଜ୍ଞାନରେ ବିଚାର କରି ମୁଁ ବ୍ରହ୍ମ ଏ ସ୍ଥୂଳ ଶରୀର ମୂଳ ଆଙ୍କର ରାତିରେ ଶୋଇ ନିଜ ଶରୀରଟାକୁ ବାହାର କରିଦେଲେ ଧ୍ୟାନ କଲାବେଳେ କିଏ ଧ୍ୟାନ କରୁଛି କିଏ ଯେ ଶୁଣୁଛି ସେଇ ନାମ ଶ୍ରବଣ କିଏ କରୁଛି କିଛି କିଛି ଯୌଗିକ କ୍ରିୟା କରିବ ଆମର ଏଇ ଏତେ ବୟସ